ଦୁଇ ଦିନ ବର୍ଷିବ ଆଗେଇଲା ମୌସୁମୀ ଆଜିକାଲି ବଡ଼ ବର୍ଷା 20ରୁ କମିବ। ହ୍ୟାଲୋ ଭିଉୟର୍ସ ନମସ୍କାର, ମୁଁ କୈଳାସ ସ୍ୱାଗତ କରୁଛି PK7894 ୟୁଟ୍ୟୁବ୍ ଚ୍ୟାନେଲ୍। ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଭିଜିଟ୍ କରିଛନ୍ତି, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ଚାଲନ୍ତୁ ପୁରା ଖବର ଜାଣିବା। ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି। ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ୱ ପରିବର୍ତ୍ତେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି। ମୌସୁମୀ ଆଗେଇବା ସହ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ବୁଧବାର ଓ ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳର ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ଗତ 24 ଘଣ୍ଟା ଭିତରେ ରାଜ୍ୟର ବହୁ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ହେଲା 18 ତାରିଖ ବୁଧବାର ରାଜ୍ୟ ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ଓ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପ୍ରବଳରୁ ଅତି ପ୍ରବଳର ବର୍ଷା ହୋଇପାରେ। ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧରେ ପ୍ରବଳ ବର୍ଷା ସମ୍ଭାବନା ଅଛି। 19 ତାରିଖ ଗୁରୁବାର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ବରଗଡ଼, ସୋନପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। 20 ବର୍ଷା ପରିମାଣ କିଛି ମାତ୍ରାରେ କମିବ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ, ସୁନ୍ଦରଗଡ଼ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। 21ରୁ 23 ଯାଏଁ କାଁ ଭାଁ ବର୍ଷା ହେବ, ବଡ଼ ବର୍ଷା ରହିବନି। ମୌସୁମୀ ଓଡ଼ିଶାର ବାକି ଥିବା ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ରାଜ୍ୟ ପାଣିପାଗ ବଦଳିଛି। 20 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ବଜ୍ରପାତର ଆଶଙ୍କା ଅଧିକ ରହିଛି, ତେଣୁ ସତର୍କ ରହିବାକୁ SRC ପରାମର୍ଶ ଦେଉଛନ୍ତି। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ମଧ୍ୟ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମଙ୍ଗଳବାର ସକାଳ ସୁଦ୍ଧା ଦେବଗଡ଼ରେ 130 ମିଲିମିଟର, ଯାଜପୁର ଜେନାପୁର 90 ମିମି, ରାଇରଙ୍ଗପୁରରେ 90, କୁଚିଣ୍ଡାରେ 90, ସୁନ୍ଦରଗଡ଼ ଗୁରୁଣ୍ଡିରେ 80, ବାଲେଶ୍ୱର ଔପଦା 80, ଯାଜପୁର ବ୍ଲକରେ 80, ଝାରସୁଗୁଡ଼ା ବ୍ଲକରେ 70, ସୁକିନ୍ଦାରେ 70, ସୁନ୍ଦରଗଡ଼ ବାଲିଶଙ୍କାରେ 70, ଖଇରାରେ 70, ମୟୂରଭଞ୍ଜ ଜାମୁଦା 70, ଦେବଗଡ଼ ବାରକୁଟାରେ 70, ସୁନ୍ଦରଗଡ଼ର ହେମଗିରିରେ 60, ଚାନ୍ଦବାଲିରେ 60, ଉଦଳାରେ 60, ମୟୂରଭଞ୍ଜରେ ବିଜୁଦାଳରେ 60, ଲହୁଣୀପଡ଼ାରେ 60, କୁରେଇରେ 60, ଭଦ୍ରକ ଆଖୁଆପଦାରେ 60, ସୋରରେ 60, ସମ୍ବଲପୁର ନାକଦେଉଳରେ 50 ମିଲିମିଟର, ସମ୍ବଲପୁରରେ 50.8 ମିମି ବର୍ଷା ରେକର୍ଡ ହେଉଥିଲା। କଟକ ଓ ଭୁବନେଶ୍ୱର ବି ମଧ୍ୟମ ବର୍ଷା ହୋଇଥିଲା। ମଙ୍ଗଳବାର ସକାଳେ 8:30ରୁ ଅପରାହ୍ନ 5:30 ଭିତରେ ଜଗତସିଂହପୁରରେ 23 ମିଲିମିଟର, ରାଉରକେଲାରେ 24, ବଲାଙ୍ଗୀରରେ 14.4, କେନ୍ଦୁଝର 15.6 ମିମି, ଭୁବନେଶ୍ୱରରେ 12.2, ପାରାଦୀପରେ 14 ଓ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆଶା କରି ଭିଡ଼ିଓଟି ଭଲ ଲାଗେ, ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।